ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ମହାଭାରତର ଏକ ସୁନ୍ଦର କାହାଣୀ। ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ତାହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ମହାଭାରତର କୁନ୍ତୀ ଏବଂ ମାଦ୍ରୀ ଦୁଇ ଭଉଣୀ ପରି ପରସ୍ପରକୁ ଭଲ ପାଉଥାନ୍ତି। କିଛି ଦିନ ପରେ ପାଣ୍ଡୁଙ୍କର ଥରେ ଦିଗ୍ବିଜୟ କରିବାକୁ ଇଚ୍ଛା ହେଲା। ସେ ଭୀଷ୍ମଙ୍କର, ମାତାଙ୍କର ଓ ପୁରୋହିତ ଆଦି ଗୁରୁଜନଙ୍କର ଆଶୀର୍ବାଦ ନେଇ ଦିଗ୍ବିଜୟ କରିବାକୁ ବାହାରିଗଲେ। ଅନେକ ରାଜ୍ୟ ଜୟ କରି ସେ ବହୁତ ଧନ ସମ୍ପତ୍ତି ପୁଣି ହସ୍ତିନାପୁରକୁ ନେଇ ଲେଉଟି ଆସିଲେ। ସମସ୍ତେ ତାଙ୍କର ବହୁତ ପ୍ରଶଂସା କଲେ। ଅପାର ଧନ ସମ୍ପତ୍ତି ଲାଭ କରି ଧୃତରାଷ୍ଟ୍ର ଯଜ୍ଞ କଲେ। ଦରିଦ୍ରମାନଙ୍କୁ କିଛି କିଛି ବାଣ୍ଟିଲେ। କିଛି ଦିନ ପରେ ପଣ୍ଡୁ ବନବିହାର କରିବାକୁ ଗଲେ। ତାଙ୍କର ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଧୃତରାଷ୍ଟ୍ର ହସ୍ତିନାପୁରକୁ ପଠାଉଥାନ୍ତି। ତାପରେ ଭୀଷ୍ମ ବିଦୁରଙ୍କର ବିବାହ ଜଣେ ରାଜକୁମାରୀ ସହିତ କରାଇଦେଲେ। ଦିନେ ବ୍ୟାସ ଧୃତରାଷ୍ଟ୍ରଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗାନ୍ଧାରୀ ଅତିଥି ସତ୍କାର କଲେ। ବ୍ୟାସ ଖୁବ୍ ଖୁସି ହୋଇ କହିଲେ, କୁହ, ତୁମର କ'ଣ ଦରକାର? ତହୁଁ ଗାନ୍ଧାରୀ କହିଲେ, ମୋତେ ଏପରି ବର ଦେବ ଯେ ଯାହାଦ୍ୱାରା ମୋର 100 ବଳଶାଳୀ ପୁତ୍ର ଜନ୍ମ ହେବେ। ବ୍ୟାସ ବର ଦେଇ ଚାଲିଗଲେ। ଏଣେ ଗାନ୍ଧାରୀ ଗର୍ଭବତୀ ହେଲେ। କିନ୍ତୁ 2 ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ଜନ୍ମ ହେଲା ନାହିଁ। ଏଣେ ତେଣେ ହୋଇ ଗାନ୍ଧାରୀ ଚିନ୍ତା କରିବାକୁ ବସିଲେ। ଏଣେ କୁନ୍ତୀଙ୍କର ଜ୍ୟେଷ୍ଠ ପୁତ୍ର ଯୁଧିଷ୍ଠିର ଜନ୍ମ ହେବାର ଖୁସି ଖବର ଆସିଲା। ଗାନ୍ଧାରୀ ତାହା ଜାଣିପାରି ଗାନ୍ଧାରୀ ରାଗରେ ତାଙ୍କର ପେଟକୁ ପିଟାପିଟି କରି ସବୁ ମାଂସଖଣ୍ଡ ସବୁ ବାହାର କରିଦେଲେ। ବ୍ୟାସ ତାଙ୍କୁ କହିଲେ, ମୁଁ ଦେଇଥିବା ବର କେବେବି ବ୍ୟର୍ଥ ହୁଏ ନାହିଁ। କିନ୍ତୁ ଏପରି ତମେ କାହିଁକି କଲ? ତାପରେ ଗାନ୍ଧାରୀଙ୍କ ଇଚ୍ଛାରେ ବ୍ୟାସ ସେହି ମାଂସଖଣ୍ଡମାନଙ୍କୁ ଘିଅ ପାତ୍ରରେ ରଖିଲେ। ସେଥିରେ 101 ଖଣ୍ଡ ମାଂସ ଥିଲା। କାରଣ ଗାନ୍ଧାରୀ ଝିଅଟିଏ ମଧ୍ୟ ଚାହୁଁଥିଲେ। ବର୍ଷକ ପରେ ଦୁର୍ଯ୍ୟୋଧନ ଆଦି 100 ପୁଅ ଜନ୍ମ ହେଲେ। ଦୁର୍ଯ୍ୟୋଧନ ଜନ୍ମ ହେବା ମାତ୍ରେ ନାନା ପ୍ରକାର ଅଶୁଭ ଘଟଣାମାନ ସବୁ ଦେଖାଦେଲା। ଦୁର୍ଯ୍ୟୋଧନ ସହିତ 100 ପୁତ୍ର ଜନ୍ମ ହେବା ପରେ ପରେ ଅସମୟରେ ଧୂଳିଝଡ଼, ବଜ୍ରପାତ, ରକ୍ତପାତ ଏପରି ଲାଗି ରହିଲା। ତାପରେ ଶୃଗାଳ ଓ ଅନ୍ୟାନ୍ୟ ଜନ୍ତୁମାନେ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜ୍ୟସଭା ଲୋକେ ଭୟଭୀତ ହେଲେ। ଭୀଷ୍ମ ଦେଖିଲେ ରାଜକୁମାରମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜ୍ୟେଷ୍ଠ। ତେଣୁ ଋଷିମୁନି ଓ ପୁରୋହିତଙ୍କୁ ଡାକି ସେ ପଚାରିଲେ କ'ଣ କରାଯିବ? ସେମାନେ କହିଲେ, ଏହି ପୁତ୍ର ରାଜ୍ୟ ଓ ବଂଶର ଅମଙ୍ଗଳ କରିବ। କେବଳ ତାହାରି ଯୋଗୁଁ ରାଜବଂଶ ନାଶ ହେବ। ତେଣୁ ତାକୁ ଯଥାଶୀଘ୍ର ତ୍ୟାଗ କର। କିନ୍ତୁ ଧୃତରାଷ୍ଟ୍ର ଏ କଥାକୁ ମୋଟେ ମାନିଲେ ନାହିଁ। ଇତି ମଧ୍ୟରେ ପରେ ଗୋଟିଏ 100 ପୁଅ ଦୁଃଶାଲା ନାମକ ଝିଅଟିଏ ଜନ୍ମ ହେଲେ। ଧୃତରାଷ୍ଟ୍ରଙ୍କ ଅନ୍ୟ ବଂଶ ପତ୍ନୀ ଗର୍ଭରୁ ସୁପୁତ୍ର ଜନ୍ମ ହେଲେ। ଦୁର୍ଯ୍ୟୋଧନ ତାର 99 ଭାଇଙ୍କୁ ନେଇ ଯାହା ଇଚ୍ଛା ତାହା କରେ। ବଡ଼ ଦୁର୍ଦ୍ଦମନୀୟ ସ୍ୱଭାବର ସେ ହୋଇଥାଏ। କୁମାର୍ଗରେ ଗଲେ ଧୃତରାଷ୍ଟ୍ର ତାକୁ କିଛି ହେଲେବି କୁହନ୍ତି ନାହିଁ। ରାଜକୁମାରମାନେ ସମସ୍ତ ପ୍ରକାର ବିଦ୍ୟାରେ ପାରଙ୍ଗମ ହେଉଥିଲେ। କିନ୍ତୁ ସମସ୍ତେ ଦୁର୍ଦ୍ଧର୍ଷ ଥିଲେ ଓ ସମସ୍ତଙ୍କର ସ୍ୱଭାବ ଅତ୍ୟନ୍ତ କର ଓ ନିଷ୍ଠୁର ଥିଲା। ତେଣୁ ସେମାନେ ସମସ୍ତ ପ୍ରକାର ବିଦ୍ୟାରେ ଦୁରୁପଯୋଗ କରୁଥିଲେ। 100 ପୁଅଙ୍କର ଏପରି କାର୍ଯ୍ୟକଳାପରେ କେହିବି ହସ୍ତିନାପୁରରେ ସନ୍ତୁଷ୍ଟ ନଥିଲେ। ତେବେ ବି
କେହି ମୁହଁ ଖୋଲି କହିବାର କାହାରି ସାହସ ନଥିଲା। ରାଜାକୁଲରେ ଗୁରୁଜନମାନଙ୍କର ଏହି ନୀରବତା ସେମାନଙ୍କୁ ସେ ଆହୁରି ବିପଥଗାମୀ କରାଇବ ଏକଥା ଜାଣି ଭୀଷ୍ମ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେଉଥିଲେ। ଚାଲନ୍ତୁ ଏବେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ଗରମ ପାଣିରେ କାହା ଘର ଜଳେ ନାହିଁ କି ଜାଳିବାକୁ ଭାବନ୍ତୁ ନାହିଁ। ନିୟତିର ବିନା ଅନୁମତିରେ କାହା କାମ ବିଗାଡ଼ି ପାରିବ ନାହିଁ। ନିୟତିର ମାଡ଼ରେ ଚିହ୍ନ ନଥାଏ, ମାତ୍ର କଷ୍ଟ ବହୁତ ଥାଏ। ମାଟିର ମଣିଷ ମାଟିରେ ମିଶିବ। ଅହଙ୍କାର କାହା ପାଇଁ? ମୋର ମୋର କହି ଯାହାକୁ କହୁଛି କେହି ପଛେ ଯିବେ ନାହିଁ। ଲୋଭ ମୋହ ମାୟା ଜାବୁଡ଼ି ଧରିଛ, ପ୍ରଭୁଠାରେ ବେଲ ନାହିଁ। ସବୁ ରହିଯିବ ଏକା ଚାଲିଯିବ କର୍ମଜୀବ ସାଥୀ ହୋଇ। ଅସ୍ତ ତ ଦିନେ ହେବାକୁ ପଡ଼ିବ, ସେ ସୂର୍ଯ୍ୟ ହେଉ ବା ମଣିଷ ହେଉ। କିନ୍ତୁ ସାହସ ଓ ଧୈର୍ଯ୍ୟ ସୂର୍ଯ୍ୟଠାରୁ ଶିଖିବା ଉଚିତ, ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ୱାସର ସହିତ ଉଦୟ ହୋଇଥାଏ। କାହାର ବି ଭଲପଣର ଏତେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରନି ଯେ ସେ ଖରାପ ହେବା ପାଇଁ ବାଧ୍ୟ ହେବ। ମନେ ରଖ, ଭଲ ଲୋକ ଖରାପ ଏମିତି ହୋଇଥାଏ, ସେ ଭଲପଣିଆ ଦେଖାଇ ଦେଖାଇ ଥକି ଯାଇଥାଏ। ସମୟର ଖରାରେ ଶୁଖିଥିବା ଜିନିଷ ସତରେ ବହୁତ ମୂଲ୍ୟବାନ ହୋଇଥାଏ। ଏଥିପାଇଁ ତ ଅଙ୍ଗୁର ଠାରୁ ଅଧିକ ମୂଲ୍ୟବାନ କିସମିସ ହୋଇଥାଏ। ଆଜିର ଏ ଦୁନିଆରେ ରାଣ ନିୟମ ସବୁ ମିଛ ହୋଇଥାଏ। କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ, ଯିଏ ସବୁଠୁ ଅଧିକ ମିଛ କହିଥାଏ। ଯିଏ ସମ୍ମାନ ମିଳିଲେ ମଧ୍ୟ ଗର୍ବ କରେ ନାହିଁ, ଯିଏ ଅପମାନ ମିଳିଲେ ମଧ୍ୟ ରାଗ କରେ ନାହିଁ, ଆଉ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ। ବାସ୍ତବରେ ସେ ହିଁ ମହାନ ହୋଇଥାଏ। ଯାହା ସହ ଯେତେଦିନ ସମ୍ପର୍କ ଲେଖା ଅଛି ସେତେ ଦିନ ପର୍ଯ୍ୟନ୍ତ ରହିବ। ଯେତେ ଚାହିଁଲେ ବି ସମ୍ପର୍କ ଭାଙ୍ଗିବାକୁ ଅଟକାଇ ପାରିବ ନାହିଁ। କାହିଁକି ନା ଏ ଜୀବନର ନାଟକରେ କାହା ସହିତ କେତେ ଅଭିନୟ କରିବାକୁ ପଡ଼ିବ ସେଇଟା ଈଶ୍ୱର ଆଗରୁ ସ୍ଥିର କରି ଏ ସଂସାରକୁ ପଠାଇଥାନ୍ତି। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।